କହିଥିଲା ଆସିବ ବୋଲି। ବୁଝିଲୁ ସୁମି ଏପର୍ଯ୍ୟନ୍ତ ନବଘନ ଭାଇ ଆସିଲା ଆସିଲେନି, ନାହିଁ। ତାଙ୍କ ପାଟି ଶୁଭିଲାନି ବା। ଭିତରେ କିଏ ବସିଛ ନା କଣ? କିଏ ଅଛ? ନବଘନ ଭାଇ ଜୁହାରେ ଜୁହାରେ। ନବଘନ ଭାଇ ଜୁହାରେ। ମୁଁ ତ ନୂଆ ସ୍ୱର ନୂଆ ଲୋକ, ତେମେ ସେପଟେ କିଏ? ମୁଁ ଜେମା ଆପା। ହଁ। ସେ ସୁମି କିଏ? ଏ ମାନିଆ ଝିଅ ମ। ହଁ ହଁ ଆଚ୍ଛା। ଜମା ଜାଣି ପାରୁନ? ନାଇଁ ମୁଁ ଜାଣିଛି ଯେ ଏଠି ଦେଖିଲି ଝୁଅ ଆମର ଆସିକି ଚୌପାଟିରେ ବସିଲାଣି କଣ? ଏଇ ଚାଷବାସରେ ଟିକେ ଭାଇ ମନ ତ, ହଁ। ଆଉ ମୁଁ ଘରେ ପାକଶାଳା ବଗିଚା ଟିକେ କରିଛି ତ, ଆଉ ଭାବିଲି ନବଘନ ଭାଇ ପାଖରୁ ଆଉ କିଛି ଚାଷବାସ ବିଷୟରେ ଟିକେ ଜାଣନ୍ତି। ଝିଅଟି ଭାରି ବଢିଆ ପିଲାଟି। ହଁ। ଏ ଚାଷବାସ ବିଷୟରେ ଜାଣିବା ପାଇଁ ତାର ଭାରି ଆଗ୍ରହ। ଆଉ ଗୋଟାଏ ଅଛି ତାର ପରିଚୟ। ଜଳ ସଂରକ୍ଷଣ କଥା କହୁଛ କି? ହଁ ସେ ବିଷୟରେ ଟିକେ ଜାଣିଛି ସିଏ। ହଁ। ହଁ କୋଉ କଥା କହିଲ? ଏ ଜଳ ସଂରକ୍ଷଣ କଥା ବା। ଜଳ ସଂରକ୍ଷଣ? ହଁ ଏ ପାଠ ତମକୁ ଜଣା ଅଛି? ହଁ ଜଣା ଅଛି। ତମକୁ? ହଁ। ଆଉ କହିବି ଶୁଣିବ? ନାଇଁ ତେମେ କହିବ ତା ପୂର୍ବରୁ ମତେ ଗୋଟାଏ କଥା କହିଲ। କୋଉ କଥା କହିଲ? କୋଉ ଯାଏ ପାଠ ପଢିଛ ଦେଖିଆ? ସପ୍ତମ ସପ୍ତମ ଶ୍ରୋତା ବନ୍ଧୁ, ମତେ କେତେ ଥର ଆଉ ଇଙ୍ଗିତ କରି ମାଇନର କହିବେ। ଯାଏ ପାଠ ପଢିଛ? ହଁ ଜଳର ସୁବିନିଯୋଗ ଯଦି ଆମେ କରୁଥିବା, ହଁ। ଏ ତିରୋଟ ସମୟରେ ଆମ ପାଖରେ ଜଳ ମହଜୁଦ ଥିବ, ଆମେ ଆଉ ହଇରାଣ ହରକତ ହବା ନାହିଁ। ପାଠ ପଢିଛି କି ନାଇଁ କୁହ? ବଢିଆ କଥା। ବଢିଆ କଥା। ଦେଖିଲ? ନାଇଁ ଝୁଅ ମୁଁ ଯାହା ଜାଣିଛି, ସୁମିଟି ହଁ ତୁ ବି ମା କୁଆଡେ ଏଇ ବିଷୟରେ ଲୋକମାନଙ୍କୁ ବୁଝାବୁଝି କରୁଛୁ? ବହୁତ କଥା କହୁଛି। କଣ? ଦେଖୁନ ଖରା ଦିନରେ କେମିତି ଜଳ ସଙ୍କଟ ଦେଖା ଦଉଛି, ଆଚ୍ଛା। ଆଉ ଆମେ ଜଳକୁ ସଂରକ୍ଷଣ କରି ରଖୁନେ। କଥାଟା ଯଦି ସେଇଆ, କଣ ତାହେଲେ କରାଯାଇ ପାରିବ କଣ ଆମ ଝିଅ ସୁମି? ଏଇ ଜଳର ଯଦି ସୁବିନିଯୋଗ କରିବା, ଆଉ ବିଶେଷଜ୍ଞଙ୍କର ପରାମର୍ଶ ନବା, ଜଳକୁ କେମିତି ସଂରକ୍ଷଣ କରି ରଖିବା ଆଉ ଅମଳ କରାଯାଇ ପାରିବ କେମିତି, ସେ ବିଷୟରେ ଯଦି ଜାଣିବା, ତାହେଲେ ଜଳ ସଙ୍କଟ ଜମାରୁ ଦେଖାଦେବନି। ଜେମାପା ତମେ କହୁନ? ଇଲୋ ଶୁଣୁ ଟିକେ ମୋ କଥା। ହୁଁ ନବଘନ ଭାଇ, ହଁ। ଯୋଉ ଜଳ ଆମ ପାଖରେ ଅଛି ତାକୁ ତ ସୁବିନିଯୋଗ କରିବା। ସେଇ ପାଠଟା ପରା ଜାଣିବାକୁ ଚାହୁଁଛି। ଯୋଉ ଜଳ ଟିକେ ଅଛି, ଆମେ ଚାଷବାସରେ ଯେତେବେଳେ ବିନିଯୋଗ କରୁଛନ୍ତି, ଆମ ଚାଷରେ ଯେତିକି ଜଳ ଆବଶ୍ୟକ ଆମେ ସେତିକି ବ୍ୟବହାର କରିବା। ଜିନିଷଟାକୁ ଜାଣିବା କେମିତି? ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଜାଣିବା। ଠିକ କଥା। ଶ୍ରୋତା ବନ୍ଧୁ, ଇଏ କଣ ହଉଛି ନା, ବହୁତ ଜାଗାରେ ମୁଁ ଦେଖିଛି ଲୋକମାନେ ମନ ଇଚ୍ଛା ପାଣି ମଡେଇ ଦଉଛନ୍ତି। ସବୁ ଫସଲ ପାଇଁ ସମାନ ପ୍ରକାରର ଜଳସେଚନ ନୁହଁ, ତେଣୁ ବିଶେଷଜ୍ଞଙ୍କ ପରାମର୍ଶ ମୁତାବକ ଜଳସେଚନ କରିବା। ଆଉ ଗୋଟେ କଥା ଭାଇ, କଣ? ଏଇ ଯୋଉ ଅଦିନରେ ବର୍ଷା ମୁନ୍ଦେ ମୁନ୍ଦେ ହେଇଯାଉଛି, ସେ ଜଳକୁ ବି ଆମେ ସଂରକ୍ଷଣ କରି ରଖିବା। ଆଗରୁ କେମିତି ଆମେ ଚୁଆ ଖୋଳି ପାଣି ସଂରକ୍ଷଣ କରି ରଖୁଥିଲେ। ଇଲୋ ମା ମୋ କଥା ଟିକେ ଶୁଣୁ। ବର୍ଷା ଦିନ ଯେତେବେଳେ ହଉଛି, ସେତେବେଳେ ଆମ ପାଖରେ ପାଣି ମହଜୁଦ ଅଛି। ଆମେ ସେଇ ସମୟ ଠାରୁ ଯଦି ଆମେ ଜଳ ସଂରକ୍ଷଣ କରି କରିବା, ରଖିବା, ତାହେଲେ ବର୍ତ୍ତମାନ ଯୋଉ ତିରୋଟ ସମୟରେ କାମରେ ଆସିବ। ଆଉ ଏତେ ସଙ୍କଟ ପଡିବନି। ଆଜି ମା ବା ତମର ସଙ୍କଟ କଣ? ବିଲ ମୁଣ୍ଡରେ କୂଅ ଅଛି, ମୋଟର ଲାଗିଛି, ବୋରିଂ ହେଇଛି। ତମର ପୁଣି ସଙ୍କଟ କଣ? ଆଉ ଖରା ଦିନେ ଦେଖିନ କି ନବଘନ ଭାଇ, କେମିତି ନଈଟା ପୁରା ଶୁଖିକି ଠା ଠା ପଡିଛି। ଆଉ ଗୋଟିଏ ପାଠ ଅଛି। କୋଉ ପାଠ କହିଲ? ଏଟା ଏଇ ଚତୁର୍ମାସିଆ କାଳରେ ଆମେ ଯଦି ଯୋଉ ପାହାଡିଆ ଅଞ୍ଚଳ ସବୁ ରହିଲା, ଯଦି ଛୋଟିଆ ଛୋଟିଆ ଆଡି ବନ୍ଧ କରିକି ରଖୁଛନ୍ତି ପାଣିକି ଅଟକେଇ ଦଉଛନ୍ତି, ପାଣି ରହିବନି? ହଁ ରହିବ। ଆଉ ପଥର ଖଣ୍ଡକରେ ପାଣି ରଖିଦବ। କାହିଁକି ପଥର ଖଣ୍ଡେ? ଆଡି ବନ୍ଧ ସ୍ୱତନ୍ତ୍ର ତିଆରି ହବ, ପାଣିକି ଅଟକେଇକି ରଖିବ, ଯେମିତି ସବୁ ଡ୍ୟାମ ନାହିଁ ସେଇମିତି। ତମେ ତ ଗଲା ଦିନ ବେଳେ ସ୍ୱପ୍ନ ଦେଖିଲଣି ଏଣିକି ଆଉ। ଛୋଟ ହେଲେ ରହିବ, ଆଉ କଣ ମୁଁ କହୁଛି ଏଡେ ବଡ? ଆଚ୍ଛା ଅଳ୍ପ 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 ଅଳ୍ପ। ଇଏ ତ ଗଲାଣି କଣ ଆମ କଥାଟାକୁ ଶୁଣିକି ହସିଲାଣି ସୁମି ଅପା। ଆଉ କଣ ହସିବ କଣ, ମୋ ଆସିଛି ତ ଏ ଆମ କଥା ଟିକେ ଶୁଣୁଛି। ପାଠ ପଢୁଆ ପିଲାଟିଏ, କେମିତି କଣ କରିବ ମନେ ମନେ ହସୁଛି ଆଉ। ମତେ ବେଳେ ବେଳେ ଏଇ ଖରା ଦିନେ ଭାରି ପାଣିର ଅଭାବ ପଡେ। କରେଣ୍ଟ ପଳେଇ ଗଲେ ମଟରକୁ ଆଉ ପାଣି କଣ ଉଠୁଛି, ଆଉ ମୁଁ ଯୋଉ ପାକଶାଳା ବଗିଚାଟିଏ କରିଛି ତା ଦେହରେ ପାଣି ବି ଦେଇ ପାରୁନି। ନବଘନ ଭାଇ ସେତିକି ବେଳେ ମୁଁ କଣ କରିବି? ପାଠ ହଉଛି ଏଇଆ, କଣ ଭୂତଳ ଜଳ କେମିତି ସଂରକ୍ଷିତ ହେଇକି ରହିବ। କେମିତି ଆମ ଚତୁଃପାର୍ଶ୍ୱରେ ଯୋଉ ସବୁ ଜଳ ଉତ୍ସ ରହିଲା ଯେ ମା, ସେଇ ଜଳ ଉତ୍ସ ଗୁଡିକ ଯେମିତି ବଞ୍ଚି ରହିବ, ସେ କାମ ଆମେ ମାନେ କରିବା ଦରକାର। ଅନେକ ଜାଗାରେ ଅଛି ପ୍ରାକୃତିକ ଉପାୟରେ ଯୋଉ ନାଳ ବୋହି ଯାଉଛି, ନଈ ଜରି ରହିଛି, ସେଗୁଡିକୁ ବଞ୍ଚେଇ ରଖିବା।
ଆଉ ଯୋଉ ଆଡ଼ିବନ୍ଧ କଥା କହୁଥିଲି ଯଦି ପାଣି ଟିକେ ଅଟକେଇ ଦେଲେ ତାହେଲେ ଭୂତଳ ଜଳ ଠିକ ଭୂତଳ ରହିବ ଜଳ ସ୍ତରଟା ଠିକ ରହିବ ଆଉ ତେଣିକି କରେଣ୍ଟ ପଳେଇ ଯାଉ କୂଅରେ ତ ପାଣି ଅଛି। ଏତିକି କଥା ତ ନବଘନ ଭାଇ ମୁଣ୍ଡକୁ ଢୁକୁ ନଥିଲା। ସୋତା ବନ୍ଧୁ ଏଇ ଯୋଉ ଆମର ଜଳ ସମ୍ପଦ ମାନେ ଯୋଉ ପାଣି ଯୋଉ ପାଣିର ଉତ୍ସ ଗୁଡିକ ଅଛି ତାକୁ ବଞ୍ଚେଇକି ରଖିବାଟା ଜରୁରୀ, ନିହାତି ଜରୁରୀ। କେମିତି ରଖିବା? ଯେତିକି ଆବଶ୍ୟକ ସେତିକି ଆମେ ଦବା। ହଁ ଆଉ ଯେତିକି ଆବଶ୍ୟକ ସେତିକି କଥା କୁହ, ବେଳ ଗଡି ଯାଉଛି। ଏ ମଲା 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 ମୁଁ ତ ଆଜି ସବୁ ଭୁଲି ଗଲିଣି। ସନ୍ଧ୍ୟା ବେଳ ସୁମି ଆସିଛୁ ବୈଠକ ଘର, ଭଲ ଭଜନଟିଏ ଅଛି ଶୁଣିବା, ତାପରେ କଥା ହବା। ଠାକୁର ହେ ଠାକୁର हटिया ठाकुर आउ केते नाट देखिब, हटिया ठाकुर आउ चलाई ताती बाली रे हाथ मोर सारिब, हटिया ठाकुर आउ गुहारी मो न शुण जेबे कागे मु कहिबी तेबे, गुहारी मो न शुण जेबे कागे मु कहिबी तेबे, दीन बंधु नामे सीना दीन बंधु नामे सीना अपजस बाना उड़ीब, हटिया ठाकुर आउ कल बल करुछ एते कि सुख पाउछ सते, कल बल करुछ एते कि सुख पाउछ सते, दुख परे दुख दाऊ दुख परे दुख दाऊ केते आउ किए सहिब, हटिया ठाकुर आउ सबु शुणुछ देखुछ मने थाई कि न जाणुछ, चेई सोईबा गुणटी केबे आउ तुमे छाड़िब, हटिया ठाकुर आउ केते नाट देखिब, हटिया ठाकुर आउ ये भाई ଓ मन करना पवित्र हेलाटी लो मासुमी। କଥାବାର୍ତ୍ତା ସେତିକି ଥାଉ। କଣ ହେଲା କି? ତମର କଣ ଭଲ ଫସଲ କରିଛ ଏଥରକ? ପୋଟଳ କରିଛି, କଲରା କରିଛି, ଜହ୍ନି କରିଛି, ତରଭୁଜ, ଆଉ କଣ ଖରାଟିଆ ଚାଷ ପୁରା ହେଇଛି। କଖାରୁ ବି କରିଛି। ତମର ଖାଲି ଏମିତି ସବୁ ହଉଥିବ, ଆମ ଯୋଉ ଶ୍ରୋତା ବନ୍ଧୁ ମାନେ ଅଛନ୍ତି ସେମାନେ ଟିକେ ଭଲ ଚାଷ କରିବେ ନା ନାଇଁ? ନିହାତି। ଆଉ ଶ୍ରୋତା ବନ୍ଧୁ ମାନଙ୍କର ପୁଣି ଦରକାର ଅଛି ନା ନାଇଁ, ସେମାନେ ପୁଣି ଚାଷବାସ କରିବେ କି ନାଇଁ? ये सुन लो मासुमी, आमे जदि खरा दिनिया लटा जातीय फसल करिबा तार पुणी जत्न नबा कि नाही? ହଁ ଯେ ନବଗନ ଭାଇ କେମିତି କରିବା କହୁନ? ଏଇ ସବୁ କଥା କଣ ମୁଁ କହିବି ନା କଣ? ये आଜି ଭଲ ଆଲୋଚନାଟିଏ ଅଛି। ଅଛି? ହଁ କଣ? ଆଜିର ଆଲୋଚନାର ବିଷୟ ହେଉଛି ଖରାଦିନିଆ ଲଟା ଜାତୀୟ ଫସଲର ଯତ୍ନ। ମହାଶୟ ହେଉଛନ୍ତି ଡକ୍ଟର ସୁନୀଲ କୁମାର ମହାପାତ୍ର। ଏ ସମ୍ପର୍କରେ ବୁଝାଇ କହିବା ପାଇଁ ଆମ ସହ ଟେଲିଫୋନ ମାଧ୍ୟମରେ ଯୋଡ଼ି ହେଇଛନ୍ତି ଯାଜପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡକ୍ଟର ସୁନୀଲ କୁମାର ମହାପାତ୍ର। ଆପଣଙ୍କୁ ସ୍ୱାଗତ କରୁଛୁ ଆମର କୃଷି ସଂସାର କାର୍ଯ୍ୟକ୍ରମକୁ। ନମସ୍କାର। ନମସ୍କାର ସାର୍, ଆଜି ଆମର ବିଷୟ ହେଉଛି ଖରାଦିନିଆ ଲଟା ଜାତୀୟ ଫସଲର ଯତ୍ନ। ଏ ସମ୍ପର୍କରେ ଆମେ ବିଶେଷ କଥା ହେବା। ତା ପୂର୍ବରୁ ମୋତେ ଗୋଟିଏ କଥା କୁହନ୍ତୁ,
এই ଯେ ଖରା ଦିନେ କେଉଁ କେଉଁ ଲଟା ଜାତୀୟ ପନିପରିବା ଫସଲ ଲାଭଜନକ ଭାବରେ କରାଯାଇ ପାରିବ? ଦେଖନ୍ତୁ ବର୍ତ୍ତମାନ ଏବେ ଆମର ଚାଷୀ ଭାଇ ମାନେ ସବୁ ଚାଷ କରିକିରି ବର୍ତ୍ତମାନ ଲଟା ଜାତୀୟ ପନିପରିବା ଫସଲ ସବୁ କରୁଛନ୍ତି। ବର୍ତ୍ତମାନ ଲଟା ଜାତୀୟ ପନିପରିବା ଭିତରେ ଆମର ମୁଖ୍ୟତଃ ଯେମିତି କାକୁଡି ହଉ, କଲରା ହଉ, ଜହ୍ନି, ପୋଟଳ, ତରଭୁଜ, କଖାରୁ ସେମାନେ ସବୁ ଏବେ ପ୍ରାୟତଃ ଚାଷୀ ଲଗାଉଛନ୍ତି। ତେଣୁ ଏଇ ଦିଗକୁ ଯଦି ସେମାନେ ଦେଖିକି ସେମାନେ ଚାଷ କରୁଛନ୍ତି ଏବଂ ସେଇଗୁଡାକ ବର୍ତ୍ତମାନ କଲରା, ଜହ୍ନି, ପୋଟଳ ଏଇଗୁଡାକ ବର୍ତ୍ତମାନ ଲଟା ଜାତୀୟ ଫସଲ ସେମାନେ କରୁଛନ୍ତି। ଆଜ୍ଞା। ସବୁ ଲଟା ଜାତୀୟ ଲଗେଇବା ପ୍ରଣାଳୀ ଅଲଗା ଅଲଗା ଅଛି। ତ ସେଇ ଅନୁସାରେ ସେମାନେ ତାକୁ କରୁଛନ୍ତି। ଯେମିତି କଲରା, ଜହ୍ନି ହଉ, ଆଜିକାଲି କଲରା, ଜହ୍ନି ସେ ଯୋଉ କରୁଛନ୍ତି ସେମାନେ ମନ୍ଦା ଆକାରରେ କରିକି ତାକୁ ଲଗାଉଛନ୍ତି। ଆଜ୍ଞା। କିନ୍ତୁ ପୋଟଳ କରିବାକୁ ହେଲେ ତାର ପ୍ରଣାଳୀ ଅଲଗା, ତରଭୁଜ କରିବାକୁ ହେଲେ ତା ପ୍ରଣାଳୀ ଅଲଗା, ଏମିତି ବିଭିନ୍ନ ପ୍ରକାର ପ୍ରଣାଳୀରେ ସେମାନେ ତାକୁ କରୁଛନ୍ତି। ସାର୍ ଯୋଉ ଲଟା ଜାତୀୟ ପନିପରିବା ଚାଷ ପାଇଁ ଉପଯୁକ୍ତ ମୃତ୍ତିକା କ'ଣ ରହିଛି? ସବୁ ଫସଲ ପାଇଁ ଯେମିତି ଆମେ ମୃତ୍ତିକା ଗୋଟେ କରୁଛେ, ମୃତ୍ତିକାକୁ ପ୍ରଥମେ ବୈଜ୍ଞାନିକ ମାନେ ପରାମର୍ଶ ଦିଆଯାଉଛି ଯେ ଆପଣ ଯେକୌଣସି ଫସଲ କରିବା ପୂର୍ବରୁ ଆଗ ମୃତ୍ତିକାକୁ ପରୀକ୍ଷା କରି ନିଅନ୍ତୁ। ସେଥିରେ ଆପଣଙ୍କ ମୃତ୍ତିକା ପରୀକ୍ଷା କରିବାର ଲାଭ ହଉଛି ଏତିକି ଯେ ଆମେ ମୃତ୍ତିକା ପରୀକ୍ଷା କରିବା ଫଳରେ ଆମର ମୃତ୍ତିକାରେ କଣ କଣ କେତେ ପରିମାଣର ଯବକ୍ଷାରଜାନ, କେତେ ପରିମାଣର ଫସଫରସ୍, କେତେ ପରିମାଣର ପଟାସ ସାର ଅଛି ତାକୁ ଦେଖିକି ଆମେ ତା ପରବର୍ତ୍ତୀ ଆମର ଯୋଉ ମାଟି ପରୀକ୍ଷା କରିବା ଫଳରେ ଗୋଟେ ହେଲା ପ୍ରଥମେ ଆଉ ଗୋଟେ ଦେଖୁଛେ ଯେ ଏଇଟା କ୍ଷାରୀୟ ମାଟି ନା ଅମ୍ଳୀୟ ମାଟି। ଆଜ୍ଞା। ଯଦି ସେଇ ଅନୁସାରେ ଆମେ ତାକୁ ଯଦି ହେଇଥିବ ଏସିଡିଟି ଥିବ ତାହେଲେ ତାକୁ ଆମେ କେମିତି ନ୍ୟୁଟ୍ରାଲ କରିପାରିବା। ଆଲକାଲାଇନ ଥିଲେ ବି ଆଲକାଲାଇନ ସଏଲ ଟାକୁ ଆମେ ନ୍ୟୁଟ୍ରାଲ କରିପାରିବା। କିନ୍ତୁ ଯେତେ ପନିପରିବା ଫସଲର ଯୋଉ ଲଟା ଜାତୀୟ କଲରା, କଖାରୁ, ଜହ୍ନି, ପୋଟଳ, ତରଭୁଜ ଏଗୁଡାକ ଅଛି, ଆମକୁ ମାଟିଆ ଦୋରସା ମାଟି ହେଲେ ଏଇଟା ହଉଛି ଉପଯୁକ୍ତ ଆମର ଲଟା ଜାତୀୟ ଫସଲ ପାଇଁ। ଏବଂ ତାକୁ ଗୋଟେ ଜିନିଷ ଏବେ ତ ଖରା ଦିନିଆ ଆମର ଆମେ ଯେତେବେଳେ ବି ଖରା ଦିନକୁ ଆମକୁ ଫ୍ରିକ୍ୱେଣ୍ଟଲି ଆମକୁ ଜଳସେଚନ କରିବାକୁ ପଡିବ। ଯଦି ଆଜ୍ଞା। ଆମ ପାଖରେ କୌଣସି ଜମିରେ ଚିକିଟା ମାଟି ଅଛି ତ ପାଣି ଦେଲା ମାନେ ସେ ବହୁତ ଦିନ ଯାକେ ଧରି ରଖିଥାଏ। ଆଉ ଏବଂ ଯଦି ଆମେ ଫ୍ଲଡ୍ ଇରିଗେସନ କରିଦିଅନ୍ତି ଚାଷୀ ମାନେ ତାହେଲେ ବେଶୀ ଜମିରେ ପାଣି ଜମି ରହିଲା ଭଳିଆ ରହେ, ସେ ସହଜରେ ତଳକୁ ଖସେନି। ତ ସେଇ ଯୋଉ ଟିକେ ଚିକିଟା ମାଟି ଯୋଉ ଟାଇପର ଅଛି ସେଇ ମାଟି ସାଧାରଣତଃ ଭଲ ଆମର ଚାଷ ହେଇପାରେନି। ତେଣୁ ମାଟି ଟିକେ ଆମର ଦୋରସା ମାଟି ଏବଂ ମୋଟାଳ ମାଟି ଟିକେ ବାଲିଆ ମାଟି ଟାଇପର ଟିକେ ଯଦି ଥିବ ତାହେଲେ ଆମର ଏଇ ଯୋଉ ଲଟା ଜାତୀୟ ଫସଲ କରାଯାଏ। ସେଥିପାଇଁ ଦେଖିବେ ଆମ ଜିଲ୍ଲା ମାନଙ୍କର ପୋଟଳ ଚାଷ ସବୁ ନଦୀ ପଠା ପାଖାପାଖି ସବୁ ଜିନିଷ କରିଥାନ୍ତି। ଆଜ୍ଞା। କାରଣ ନଦୀ ପଠା ପାଖରେ ଟିକେ ପଟୁ ମାଟି ବି ମିଳିଥାଏ ଏବଂ ବାଲି ମାଟି ଥାଏ, ତେଣୁ ସେଇଟା ସବୁଠୁ ଉପଯୁକ୍ତ ମାଟି ପୋଟଳ ଚାଷ ପାଇଁ। ସେ ପୋଟଳ, କଲରା, ଜହ୍ନି ଏଇ ସବୁ ପାଇଁ ନା କେବଳ ପୋଟଳ ଚାଷ ପାଇଁ? ନାଇଁ, ପୋଟଳ ହଉ, ଆପଣଙ୍କର ତରଭୁଜ ହଉ, କଲରା ବି ଆପଣଙ୍କର ନଦୀ ପଠା ପାଖାପାଖି ଦେଖିବେ ଯେତିକି ଅଛି ସବୁ କାକୁଡି, କଲରା, ଜହ୍ନି, ପୋଟଳ, ତରଭୁଜ ଏଇ ସବୁ ଲଟା ଜାତୀୟ ସେମାନେ ସେଠି ସବୁ ପ୍ରାୟ କରିଥାନ୍ତି। ସାର୍ ଆଉ ଗୋଟେ କଥା କୁହନ୍ତୁ, ଏଇ ଯେ ଲଟା ଜାତୀୟ ପନିପରିବାର ଉନ୍ନତ କିସମ ଗୁଡିକ କ'ଣ କ'ଣ ସେ ବିଷୟରେ ଟିକେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଟିକେ ପରାମର୍ଶ ଦିଅନ୍ତୁ। ଆଜିକାଲି କାକୁଡି, କଲରା ହଉ, ଜହ୍ନି ହଉ, ପୋଟଳ ହଉ, ତରଭୁଜ ହଉ, ଏଇ ଯୋଉ ଯେତେ ଲଟା ଜାତୀୟ ଏବଂ କଖାରୁ ବି ଅଛି ଏଥିରେ ନାନା ପ୍ରକାର ମାର୍କେଟରେ ଚାଷୀ ଭାଇ ମାନେ ହାଇବ୍ରିଡ ମଞ୍ଜି ଅଛି ଏବଂ ଆମର ଓପନ ପଲେଟେଡ ମଞ୍ଜି ବିକ୍ରି ହଉଛି। ତେଣୁ ଚାଷୀ ହାଇବ୍ରିଡ ମଞ୍ଜି ଲଗାଉଛନ୍ତି, ସେଇ ମଞ୍ଜିର ଦାମ ଟିକେ ବହୁତ ଅଧିକା ଥାଏ। ଯୋଉ ଚାଷୀ ଭାଇ ମାନେ ସେତିକି ଆଫୋର୍ଡ କରିପାରନ୍ତି, ମାନେ ତାଙ୍କର କ୍ଷମତା ଥାଏ, ସେମାନେ ହିଁ ହାଇବ୍ରିଡ କୁ ଯାଆନ୍ତି। କିନ୍ତୁ ଯାହାର କ୍ଷମତା ନାହିଁ ସେ ସବୁ ଓପି ଭେରାଇଟି ଆଣିକି କରିଥାନ୍ତି। ଏବଂ କେତେକ ଚାଷୀ ଆମେ ଦେଖିଛୁ ଯେ ତାଙ୍କର ନିଜର କିସମକୁ ବି ସେମାନେ ନିଜେ ତାକୁ ମେଣ୍ଟେନ କରନ୍ତି ଏବଂ ସେଇ ମଞ୍ଜିକି ସେମାନେ ଲଗାନ୍ତି। ସେମିତି ଦେଖିବାକୁ ଗଲେ ଆମର କାକୁଡି ଆମର ଯଦି ସେମିତି କମ୍ପାନୀ ମାନଙ୍କର ଭଲ କିସମ ସବୁ ଯୋଉଡାକ ରହୁଛି ସେଥିରେ ଗୋଟେ ରେନି ସ୍ପେସିଆଲ ଗୋଟେ ଅଛି, ଚୈତାଳି ଗୋଟେ କିସମ ଅଛି, କିରଣ ଟାଇଗର ବୋଲିକି ଗୋଟେ କିସମ ଅଛି। ଏଇଗୁଡାକ କାକୁଡିର ଭଲ ଭଲ କିସମ, ମାଳିନୀ ବୋଲିକି ଗୋଟେ ଭେରାଇଟି ଅଛି। ପାଖାପାଖି ଏଇ ସବୁ କିସମ ସେମାନେ କରିଥାନ୍ତି, କାରଣ ଏଇଗୁଡାକ ଅଧିକ ଅମଳକ୍ଷମ, ରୋଗ ସହଣୀ ଶକ୍ତି ଅଛି ଏବଂ ପାଣିର ଅଭାବ ହେଲେ ବି ଏମାନେ ବଞ୍ଚିକି ରହିପାରିବେ। ତ ସେଇଥିପାଇଁ ଏଇ କିସମ ଗୁଡାକ ପ୍ରାୟ ସେମାନେ କରନ୍ତି। ସେମିତି ଆମେ କଲରାରେ ବି ସେମିତି ବହୁତ ଗୁଡେ ପ୍ରାଇଭେଟ କମ୍ପାନୀର ସବୁ ବିହନ ବିକ୍ରି ହଉଛି।
ବଜାରରେ ଚାଷୀ ଭାଇ ମାନେ ପ୍ରାୟ ସବୁ ପ୍ରାଇଭେଟ କମ୍ପାନୀର ସବୁ ବିହନ ଆଣିଥାନ୍ତି। ସେଥିରେ ଯଦି ଦେଖିବା ଆମେ କଲରାରେ ଟୁକୁ 0711 ଗୋଟେ କିସମ ଅଛି, ପାଖି ବୋଲିକି ଗୋଟେ କିସମ ଅଛି, ଆକାଶ ବୋଲିକି ଗୋଟେ କିସମ ଅଛି ଏବଂ ପ୍ରଗତି ବୋଲିକି ଗୋଟେ କିସମ ଅଛି ଏବଂ ଆଉ ଗୋଟେ 222 ଏଇ ସବୁ କିସମ କଲରାର ପ୍ରାୟ ଚାଷୀ ଲଗେଇଥାନ୍ତି। ଜହ୍ନିରେ ପ୍ରାୟତଃ ସବୁ ଲୋକାଲ କିସମ ତାଙ୍କର ନିଜର ରଖିଥାନ୍ତି ଏବଂ କିଛି ବି ପ୍ରାଇଭେଟ କମ୍ପାନୀ ମାନଙ୍କର ଯୋଉ ମଞ୍ଜି ବିକ୍ରି ହଉଛି ସେଇ କମ୍ପାନୀ ମାନଙ୍କର ମଞ୍ଜି ବି ସେମାନେ କିଣିକି ପ୍ରାୟ ଲଗାନ୍ତି। ସେମିତି ରାମା ବୋଲିକି ଗୋଟେ କିସମ ଅଛି, ଓଡିଶା କୃଷି ମହାବିଦ୍ୟାଳୟ ଯୋଉ ଭୁବନେଶ୍ୱରରୁ ଅଛି ସେଥିରେ ମଞ୍ଜୁଶ୍ରୀ ବୋଲିକି ଗୋଟେ କିସମ ଅଛି ଯୋଉଟା କି ପେନ୍ଥା ପେନ୍ଥା ହେଇକିରି ଜହ୍ନିଟା ହୁଏ। ସାଧାରଣତଃ ପୋଟଳରେ ଚେରକୁ ଲଗେଇଥାନ୍ତି, ତାଙ୍କ ଚେରଟାକୁ ବିହନ ଆକାରରେ ସେମାନେ କରିଥାନ୍ତି ଏବଂ କିନ୍ତୁ ଆଜିକାଲି ପୋଟଳର ଡଙ୍କଟା ରହୁଛି ସେଇ ଡଙ୍କ ମୂଳ ପଟୁ ଯୋଉଗୁଡାକ ମାନେ ମୂଳ ଟିକେ ମୋଟା ହେଇଥିବ ସେଇ ଡଙ୍କ ବି ଲୋକ କାଟିକି ଆଜିକାଲି ଚାରା ପ୍ରସ୍ତୁତ କଲେଣି। ସେମାନେ ପ୍ରଥମେ ଆଗ ଡଙ୍କ କାଟିକି ଚାରା ପ୍ରସ୍ତୁତ କରୁଛନ୍ତି ଏବଂ ସେଇଟା ଚାରା ହେଇଗଲେ ସେମାନେ ମୁଖ୍ୟ ଜମିରେ ଲଗାଉଛନ୍ତି। ନହେଲେ ପ୍ରାୟ ଚାଷୀ ଦେଖିବାକୁ ଗଲେ ଆମେ ପୋଟଳର ସବୁ ମାନେ ମୂଳଟାକୁ କିଣିକି ଆଣନ୍ତି ଯୋଉ ଚେରଟାକୁ ଆଜ୍ଞା ସେଇଟାକୁ କିଣିକି ଆଣିକି ତାକୁ ପ୍ରାୟତଃ କରନ୍ତି। ତରଭୁଜରେ ଆମେ ଜାଣିଛେ ଯେ ଆଗରୁ ତ ଗୋଟେ ପୁରୁଣା ଭେରାଇଟି ଥିଲା ସୁଗାର ବେବି, ଏଇଟା ଆଜି ପର୍ଯ୍ୟନ୍ତ ବି ଚାଲିଛି। ମଧୁ ବୋଲିକି ଗୋଟେ ଭେରାଇଟି ଅଛି ତାକୁ ବି ଚାଲିଛି। କିନ୍ତୁ ଆମର କୃଷି ବିଜ୍ଞାନ କେନ୍ଦ୍ର ଯାଜପୁର ତରଫରୁ ଯୋଉ ଆମେ ନିଜେ ଚାଷୀ ଫିଲ୍ଡରେ ପରୀକ୍ଷଣ କରିକି ଦେଖିଥିଲୁ ଯେ ଗୋଟେ କିସମ ଅଛି ସୋନିମା ଆଉ ଗୋଟେ ହଉଛି ସ୍ୱର୍ଣ୍ଣ। ସୋନିମାଟା ହଉଛି ଲାଲି କଲର, ଭିତରଟା କାଟିଦେଲେ ଲାଲ, ସ୍ୱର୍ଣ୍ଣ ଯୋଉଟା ଅଛି ସେଟା ହଉଛି ଭିତରଟା ୟେଲୋ। ଆଜ୍ଞା ସେଇଟା ଆମେ ଚାଷୀଙ୍କର ଫିଲ୍ଡରେ ପରୀକ୍ଷଣ କରୁଥିଲୁ ଏବଂ ବହୁତ ଭଲ କିସମ, ସେଟା ବି କଲେ ଚାଷୀ ଉପକୃତ ହେଇପାରିବେ। ଏବଂ ଆଉ ଗୋଟେ ଅଛି IHR ବାଙ୍ଗାଲୋର, ତାଙ୍କର ଯୋଉଠୁ ବାହାରିଥିବା ଆର୍କା ମଧୁରା ବୋଲି ଗୋଟେ ସିଡଲେସ୍ ଯୋଉଥିରେ ମଞ୍ଜି ବିହୀନ ଆଜ୍ଞା ସେଇ କିସମ ବି ଆମେ କରିପାରିବା। ସାର୍ ଆଉ ଗୋଟେ କଥା କୁହନ୍ତୁ, ଲାଭଜନକ ପୋଟଳ ଚାଷ ପାଇଁ ଅଣ୍ଡିରା ଓ ମାଇ ଗଛର କେତେ ଅନୁପାତ ରହିବା ଦରକାର? ଜାଣିବା ଦରକାର ଚାଷୀ ଭାଇ ମାନେ, ସାଧାରଣତଃ ଚାଷୀ ଭାଇ ମାନେ କଣ କରନ୍ତି ପୋଟଳ ଲଗେଇଦେଲି ଯୋଉ ଚେର କିଣିକି ଆଣନ୍ତି ସେଥିରେ ତାର ଚେରରୁ ଜଣା ପଡିଯାଏ ଯେ ମାଇ ଆଉ ଅଣ୍ଡିରା କୋଉଟା ଚେର, ସେଇ ଅନୁସାରେ ଆମକୁ ଲଗେଇବାକୁ ପଡେ। ତେଣୁ ଆମେ ସାଧାରଣତଃ ପୋଟଳ ଚାଷ ଯୋଉମାନେ କରୁଛନ୍ତି ସେମାନେ 10:1 ମାନେ 10 ଭାଗ ଆମର ମାଇ ଗଛ ରହିବା ଦରକାର ଏବଂ ତା ଦେହରେ ଗୋଟିଏ ଲାଇନ ଅଣ୍ଡିରା ଗଛ ରହିବା ଦରକାର। ମାନେ ଯଦି 10 ଲାଇନ ଆମେ ପୋଟଳ ଲଗଉଛେ 10 ଲାଇନ ଆମର ମାଇ ଚାରା ରହିବ ଆଜ୍ଞା ଏବଂ ତାପରେ ଗୋଟେ ଲାଇନ ରହିବ ଅଣ୍ଡିରା ଚାରା। ଏଇ ଅନୁପାତରେ ରଖିଲେ ଆମର ପୋଟଳ କଷି ଠିକରେ ସେଟିଂ ହବ ଏବଂ ଫଳଟା ଧରିବ। ନହେଲେ ସମସ୍ୟା କଣ ହୁଏ, ଯଦି ଏଇ ରେସିଓ ସେମାନେ ଚାଷୀ ଭାଇ ମାନେ ମେଣ୍ଟେନ ନ କରିଥାନ୍ତି, ଖାଲି ମାଇ ହେଇଯାଇଥିବ କି ଖାଲି ଅଣ୍ଡିରା ହେଇଥିବ, ଖାଲି ମାଇ ହେଲେ ତ ଭାବିବେ ଯେ ଭଲ କିନ୍ତୁ ସେ କାଳକ୍ରମେ ଛୋଟିଆଟେ ହେଇଥିବ ହଳଦିଆ ପଡିକି ଖସି ପଡୁଥିବ, ଜମା ରହୁନଥିବ। ଆଜ୍ଞା ଏଇ ସମସ୍ୟା ବି ବର୍ତ୍ତମାନ ଚାଷୀ ଭାଇ ମାନଙ୍କର ଫଳ କଷି ଝଡିଆଟା ବହୁତ ଦେଖାଯାଏ ଏବଂ ଚାଷୀ ଆସନ୍ତି ଯେ ସାର୍ ଫଳ କଷି ଝଡୁଛି, କଣ ଅନୁସାର ଦବୁ ନା କଣ ହରମୋନ ପକେଇବୁ। ସେମାନଙ୍କର ପ୍ରଥମ ଆଗ ଜାଣିବା ଦରକାର ଯେ ମାଇ ଅଣ୍ଡିରା ଠିକ ଅନୁପାତରେ ଲଗେଇବା ହେଇଛି କି ନାହିଁ। ଆଜ୍ଞା ଯଦି ମାଇ ଅଣ୍ଡିରା ଠିକ ଅନୁପାତ ନଥିବ ତାହେଲେ ଫଳ କଷି ଝଡିଆର ସମସ୍ୟା ଦେଖାହବ। ସାର୍ ଆଉ ଗୋଟେ କଥା କୁହନ୍ତୁ, ଏଇ ଯୋଉ ଲଟା ଜାତୀୟ ଫସଲରେ ଫଳ କଷି ଝଡ଼ି ପଡ଼ୁଥିଲେ ଆମେ କ'ଣ କେମିତି ତାର ଯତ୍ନ ନେବା? ଏଇ ଯୋଉ ଖରା ଦିନେ ଏଇ ଯୋଉ ସମସ୍ୟାଟା ବେଶୀ ଦେଖାଯାଏ, ସାଧାରଣତଃ ଚାଷୀ ଭାଇ ମାନେ ପୋଟଳ କିମ୍ବା କାକୁଡି କଲରା ଏଗୁଡାକରେ ପ୍ରାୟ ଫଳ କଷି ଝଡିଆର ଦେଖାଯାଏ ଲକ୍ଷଣ। ପ୍ରଥମେ ଆମେ ଦେଖିବା ଯେ ଆମର ଜଳସେଚନ ଆମେ ଠିକ କରୁଛେ କି ନାହିଁ। ଯଦି ଜଳସେଚନ ଠିକ ରେ କରୁଛେ, ଅଲଗା ସମୟରେ ଆମେ ସପ୍ତାହକୁ ଥରେ ଲେଖେ କରୁ, କିନ୍ତୁ ଏଠି ଏବେ ଖରା ଦିନରେ ମାଟି ଯେହେତୁ ତାତିକି ରହୁଥିବ ତେଣୁ ଆମକୁ ପ୍ରତି 2 ଦିନ 3 ଦିନରେ ଥରେ ଅନ୍ତରରେ ଆମକୁ ଜଳସେଚନ କରିବାକୁ ପଡିବ। ମାଟିରେ ଯଦି ଜଳର ଅଭାବ ରହିଲା ତାହେଲେ ବି ଆପଣ ଫଳ କଷି ଝଡିବାର ସମ୍ଭାବନା ଥାଏ। ଯଦି ମାଟିରେ ହରମୋନାଲ ଇନବାଲାନ୍ସ ଥାଏ ତାହେଲେ ବି ଆମର ଫଳ କଷି ଝଡେ। ସେଥିପାଇଁ ଆମେ ଯେତେବେଳେ ଫଳ କଷି ଝଡିବ ତେଣୁ ଆମେ ହରମୋନ ସ୍ପ୍ରେ କରିବାକୁ ଚାଷୀ ମାନଙ୍କୁ ପରାମର୍ଶ ଦଉ। ଆଜ୍ଞା ଏଥିରେ ଗୋଟେ ହରମୋନ ଅଛି ଯେମିତି ଆମେ କହୁଛେ ଇଥ୍ରେଲ ବୋଲି ଗୋଟେ ହରମୋନ ବଜାରରେ ବିକ୍ରି ହଉଛି। ଏଇଟାକ ସାଧାରଣତଃ କାକୁଡି ହଉ କଲରା ହଉ ଆପଣଙ୍କର ପୋଟଳରେ ବି ବ୍ୟବହାର କରାଯାଏ, ତରଭୁଜରେ ବି ବ୍ୟବହାର କରାଯାଏ, ଆପଣଙ୍କର କଖାରୁରେ ବି ବ୍ୟବହାର କରାଯାଏ। ଇଥ୍ରେଲ ଟାକୁ ଆପଣ 3.75 ମିଲିଲିଟର 16 ଲିଟର ପାଣିରେ ମିଶେଇକି ସ୍ପ୍ରେ କରିବେ। ସେଇଟା କଲେ ଆମର ଫଳ କଷି ଝଡିବା କମିଯାଏ। ଆଉ ଯଦି ସେଇ ଇଥ୍ରେଲ କୁ ଆମେ ଯେତେବେଳେ ଲଗଉଛେ ଲଟା ଜାତୀୟ ଫସଲ ଲଗଉଛେ, ପ୍ରଥମେ ଆମେ ଯେତେବେଳେ ମଞ୍ଜିଟେ ପୋତିଲା ପରେ ଗଜା ହବ 2 ପତ୍ର ବାହାରିବ, ସେତେବେଳକୁ ଥରେ ଆମକୁ ସ୍ପ୍ରେ କରିବାକୁ ପଡିବ ଏବଂ 4 ପତ୍ର ଆସିଗଲା ପରେ ଆଉ ଗୋଟେ ଆମକୁ ସ୍ପ୍ରେ କରିବାକୁ ପଡିବ। ହେଲେ
ମାଇ ଫୁଲ ସଂଖ୍ୟା ଅଧିକ ଆସିବ, ଅଣ୍ଡିରା ଫୁଲ ସଂଖ୍ୟା କମିବ। ଏଇ ଯୋଉ ହରମୋନ ଇଥ୍ରେଲ ଟାକୁ ଯଦି ଆମେ ସ୍ପ୍ରେ କରୁଛେ 2 ପତ୍ର ଷ୍ଟେଜ ରେ ଗୋଟେ ଥରେ କରାଯାଏ, ଆଉ ଗୋଟେ 4 ପତ୍ର ଷ୍ଟେଜ ରେ କରାଯାଏ। ମୋଟାମୋଟି ଭାବେ 4 ml ଆମର 16 ଲିଟର ପାଣି, ଯୋଉ 16 ଲିଟର ମାନେ ଗୋଟେ ଆମେ ସାଧାରଣତଃ ଯୋଉ ଚାଷୀ ଭାଇ ମାନେ ସ୍ପ୍ରେୟର ବ୍ୟବହାର କରନ୍ତି, ଆଜ୍ଞା ସେଇ ସ୍ପ୍ରେୟର ହଉଛି କାପାସିଟି, ସେଥିରେ ପାଣି ଧରେ 16 ଲିଟର। 16 ଲିଟରରେ ଆମେ 4 ml ଜମା ଇଥ୍ରେଲ ଟାକୁ ଦବା, 4 ml। ଯଦି ଅଧିକ ମାତ୍ରା ଦେଇଦେବେ ତାହେଲେ ଗଛ ପତ୍ର ପୋଡିଦବ। ତେଣୁ ଯଦି ମାତ୍ରାରୁ କମିବ ତାହେଲେ ବି ଫଳପ୍ରଦ ହବ ନାହିଁ। ତେଣୁ କାରଣ ସେଥିରେ ଗୋଟେ ମାପ ଠିପିଟେ ଥିବ, ସେଥିରେ ସବୁ 1 2 3 4 ଲେଖା ହେଇଥିବ। ଆପଣ 4 11 ଯାକେ ସେଇ ଔଷଧକୁ ଢାଳିବେ, ତାପରେ ଯାଇକି ସେ ସ୍ପ୍ରେୟର ଭିତରେ ମିଶେଇକି ଭଲକି ଫେଣ୍ଟି ଦେବେ। ଫେଣ୍ଟି ଦେଇକି ତାକୁ ସ୍ପ୍ରେ ଯଦି କରିବେ ତାହେଲେ ଚାଷୀ ଉପକୃତ ହେବେ। ତାପରେ ଆଉ ଗୋଟେ ବି ଝଡିବାର ସମ୍ଭାବନା ଗୋଟେ ଦେଖାଯାଏ ଯେ ଆମର ଅଣୁସାରର ବି ଅଭାବ ରହିଲେ ବି ଆମର ଫଳ ଗୁଡିକ ଝଡେ, ହଳଦିଆ ପଡିଯାଏ। ଏଇଭଳିଆ ସମସ୍ୟା ବି ଦେଖାଯାଏ। ଦେଖିବେ କାକୁଡି ସିଧା ନ ହେଇକି ଟିକେ ନାକୁ ଅଗଟା ଟିକେ ବଙ୍କା ହେଇକି ଥିବ। ତେଣୁ ଏଇଗୁଡାକ ସବୁ ବି ଆମର ପ୍ରାୟ ଅଣୁସାରର ବି ଅଭାବ ରହିଲେ ବି ଆମର ହୁଏ। ସେଥିପାଇଁ ବଜାରରେ ଗୋଟେ ମିଳୁଛି ମଲ୍ଟି ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ବୋଲିକି ମିଳୁଛି। ସେଥିରେ ବୋରନ୍, ଆଇରନ୍, ମାଗ୍ନେସିୟମ ଏଗୁଡାକ ସବୁ ମିଶିକି ଥିବ। ଏଇଥିରୁ ଆପଣ ସେଇ ଯୋଉ ମଲ୍ଟି ମାଇକ୍ରୋ ନ୍ୟୁଟ୍ରିଏଣ୍ଟ 3 ଗ୍ରାମ 1 ଲିଟର ପାଣିରେ ମିଶେଇକି ଯଦି ଗଛରେ ସ୍ପ୍ରେ କରିବେ ତାହେଲେ 1ରେ ଫୁଲ କଷି ଅଧିକ ଆସିବ ଏବଂ ଫଳ ଝଡିବା କମିଯିବ। ଟିକିଏ ପୂର୍ବରୁ ଆପଣ କହୁଥିଲେ ଜଳସେଚନ କଥା। ଏଇ ଲଟା ଜାତୀୟ ଫସଲରେ ଜଳସେଚନ କିପରି କରିବା? ଜଳସେଚନ ଆଜିକାଲି ଆମେ ଯୋଉ କରୁଛେ, ଜଳସେଚନରେ ଚାଷୀ ଭାଇ ମାନେ ମନ୍ଦା କରୁଛନ୍ତି। ମନ୍ଦା କରିଦେଇକିରି ଯେତେବେଳେ ଗଛ ବଢି ଯାଉଛି, ଯଦି ଟ୍ରେଲି ସିଷ୍ଟମ ରେ କରୁଛନ୍ତି ତାହେଲେ ଆମେ ଟ୍ରେଲି ସିଷ୍ଟମ କଲେ 2 ସିଆର ମଝିରେ ଆମେ ଯୋଉ ନାଳ କରିଥିବା ସେଥିରେ ପାଣି ସାଧାରଣତଃ ଚାଷୀ ଛାଡି ଦିଅନ୍ତି ଏବଂ ସେଥିରେ ସେଇ ଜମି ପଥର ହେଇଯାଏ। ଯଦି ଥରେ ଆମେ ଭଲକିରି ମଝି ନାଳରେ ଆମେ ପାଣି ମଡେଇବା ତାହେଲେ ପ୍ରତି 3 ଦିନ 4 ଦିନ ଅନ୍ତରରେ, ଯଦି ଖରା ଏବେ ଜୋର ହଉଛି ତେଣୁ 4 ଦିନ ଅନ୍ତରରେ ଆମକୁ ଥରେ ଲେଖାଏଁ ପାଣି ଦବାକୁ ପଡିବ। କିନ୍ତୁ ଯଦି ଆମେ ଆଉ ଗୋଟେ ମେଥଡ ଅଛି, ଯଦି ଜଳର, କାରଣ ଜଳର ବି ଅଭାବ ଦେଖାଗଲାଣି ଆଜିକାଲି, ଯଦି ବୁନ୍ଦା ଜଳସେଚନ ମାଧ୍ୟମରେ ଆମେ କରୁଛେ ତାହେଲେ ଆମର 1ରେ ପାଣି ଖର୍ଚ୍ଚ କମ ହବ ଏବଂ ଗଛ ବି ହୃଷ୍ଟପୁଷ୍ଟ ହେଇକି ବଢିବ। ଅନାବନା ଘାସ ବି ବିଶେଷ ଭାବରେ ଜମିରେ ଦେଖାଯିବ ନାହିଁ ଯଦି ବୁନ୍ଦା ଜଳସେଚନ ମାଧ୍ୟମରେ ଆମେ କରୁଛେ। ବୁନ୍ଦା ଜଳସେଚନ ଯେତେବେଳେ ଆମେ ସେଟା ତ ପାଇପ୍ ମାଧ୍ୟମରେ ପାଣିଟା ଯାଉଛି ଏବଂ ପ୍ରତ୍ୟେକ ଗଛର ଚେର ପାଖରେ ସେ ଠକ୍ ଠକ୍ ହେଇକି ଗୋଟେ ଗୋଟେ ବିନ୍ଦୁ ଭଳିଆ ପାଣି ସବୁବେଳେ ପଡୁଥିବ। ତେଣୁ ସେଇଭଳି ପ୍ରଣାଳୀଟା ହଉଛି କୁହାଯାଏ ଯୋଉ ବୁନ୍ଦା ଜଳସେଚନ। ଆଗରୁ ଚାଷୀ ମାନେ କଣ କରୁଥିଲେ, ଯୋଉ ନାଳ 2 ପଟାଳି ମଝିରେ ଯୋଉ ନାଳ କରିଥାନ୍ତି ସେମାନେ ସେଇ ନାଳରେ ପାଇପ୍ ମାଧ୍ୟମରେ ମଡେଇ ଦେଇଥାନ୍ତି, କିନ୍ତୁ ସେଥିରେ ଅଧିକ ପାଣି ଯାଏ। ଇଆଡେ ପାଣି ଯେତିକି ଗଛ ନବା କଥା ସେତିକି ନିଏ, ବାକି ପାଣି ସବୁ ନଷ୍ଟ ହୁଏ। କିନ୍ତୁ ବୁନ୍ଦା ଜଳସେଚନରେ ଆମର ଯେତିକି ଗଛ ଆବଶ୍ୟକ କରେ ସେତିକି ପାଣି ତାକୁ ସିଏ ଗ୍ରହଣ କରେ। ଗଛର ବୃଦ୍ଧି ବି ଭଲ ହୁଏ, କାରଣ ଯେହେତୁ ଅନାବନା ଘାସ ବେଶୀ ଉଠିବନି, ସେଥିପାଇଁ ଆମର ଗଛର ବୃଦ୍ଧି ବି ଭଲ ହେଇଥାଏ। ଆଉ ଗୋଟେ କରୁଛନ୍ତି ଯେ ଛାଦୀକରଣ, ଜଣ ଚାଷୀ ଅଛନ୍ତି ଯେ ସେମାନେ ଛାଦୀକରଣ ମାଧ୍ୟମରେ କରିକି ସେଥିରେ ବୁନ୍ଦା ଜଳସେଚନ ବି କରୁଛନ୍ତି। ସେଇଟା ଛାଦୀକରଣ କରିବା ଫଳରେ ସେ ଅନାବନା ଘାସକୁ ଯଦି ଆମେ କଣ୍ଟ୍ରୋଲ କରିପାରିବା, କାରଣ ଯାହା ବି ଗଛର ରୋଗ ପୋକ ବ୍ୟାପେ ଏଇ ଅନାବନା ଘାସ ଦ୍ୱାରା ହିଁ ବ୍ୟାପେ। ଆଉ ତେଣୁ ଆମେ ଯଦି ଅନାବନା ଘାସକୁ ଜମିରୁ ପରିଷ୍କାର କରିଦେବା, ଗଛର ବୃଦ୍ଧି ଭଲ ହବ, ଫଳ ଗୁଣାତ୍ମକ ମାନ ହବ ଏବଂ ଗଛ ଭଲ ବଢିବ। ଆଜ୍ଞା ସାର୍, ସେ ଯୋଉ ଘାସ ନିୟନ୍ତ୍ରଣ କଥା କହିଲେ, ସେ ଘାସ ନିୟନ୍ତ୍ରଣ ଆମେ କେମିତି କଣ କରିବା? ବୁନ୍ଦା ଜଳସେଚନ ମାଧ୍ୟମରେ ଯଦି ଆମେ ଜଳସେଚନ କରୁଛେ ତେଣୁ ଘାସର ପରିମାଣ କମିଯିବ। କିନ୍ତୁ ଯଦି ଆମେ ପାଣି ମଡଉଛେ ତାହେଲେ ଅନାବନା ଘାସ ଯାହା ବି ଥିବ ସେଗୁଡାକ ପାଣି ପାଇଲା ପରେ ଉଠି ଯାଆନ୍ତି। ତେଣୁ ଯଦି ଜମିରେ ବେଶୀ ଘାସ ଆମର ବି ରହିବ, ଏବେ ମାନେ ଫସଲ ଗୁଣାତ୍ମକ ମାନର ହବନି। ତେଣୁ ଆମକୁ ଯେତେବେଳେ କୋଡା ଖୋସା କରିକି ଆମେ ସାର ଦଉଛେ, ସେତେବେଳେ କୋଡା ଖୋସା ସମୟରେ ଆମକୁ ଜମିରୁ ଅନାବନା ଘାସକୁ ପରିଷ୍କାର କରିକି ବାହାର କରିଦବା ଦରକାର ଏବଂ ମୂଳରେ ଯୋଉ କୋଡା ଖୋସା କରିକି ଆମେ ସାର ଦଉଛେ, ଖତ ଦଉଛେ, କରିକି ଆମେ କରିବା ଏବଂ ତାପରେ ଜଳସେଚନ କରିବା ଏବଂ ପ୍ରତି 20 ଦିନ 25 ଦିନ ଅନ୍ତରରେ ଆମେ ଥରେ ଗୋଟେ ହେଲା ପ୍ରଥମେ ଯୋଉ ଆମେ ମଞ୍ଜି ଲଗେଇବାର 30 ଦିନ ପରେ ଆମେ ଗୋଟେ କୋଡା ଖୋସା କରିକି ଯାହା ଅନାବନା ଘାସ ହେଇଥିବ ତାକୁ ଜମିରୁ ବାହାର କରିଦବା। ପୁଣି ଆଉ ଗୋଟେ 45 ଦିନ ପରେ ଆଉ ଅଳ୍ପ ଯଦି ଟିକେ କୋଡା ଖୋସା ଦରକାର ପଡେ ତାହେଲେ କରିକି ଯଦି ଅନାବନା ଘାସ ବାହାର କରିଦବା ତାହେଲେ ଆମର ଗଛ ଭଲ ବଢିପାରିବ। ସାର୍, ଆଉ ଗୋଟେ କଥା କୁହନ୍ତୁ, ଏଇ ଯୋଉ ଲଟା ଜାତୀୟ ଫସଲର ମୁଖ୍ୟ ରୋଗ ସମସ୍ୟା ଓ ତାର ପ୍ରତିକାର କିପରି ଆମେ କରିବା? ଗୋଟେ ହେଲା ଦେଖନ୍ତୁ, ଏବେ ଯେତେବେଳେ ଖରାଦିନିଆ ଆମର ଯାହା ବି ଆମେ ଲଗଉଛେ, ଆମେ ପ୍ରାୟ ଗୋଟେ କାକୁଡିରେ ଦେଖିବାକୁ ଗଲେ, ଯଦି କାକୁଡିରେ ଆମର ସାଧାରଣତଃ କାକୁଡି କଷି ଛୋଟ ଛୋଟ ହେଇଥିବ, ତାର ଦେଖିବେ ଗୋଟେ ପୋକ ମାରି ଦେଇଥିବ ମଝିରେ,
ତେଣୁ କାକୁଡିଟା ବଙ୍କା ହେଇଯାଇଥିବ। ଆଉ ଆପଣ ଯଦି ସେଇ କାକୁଡିଟା ତୋଳିକି ଆଣିକି ଦେଖିବେ, ସେ ଯୋଉଠି ବଙ୍କା ହେଇଥିବ ସେଠି ଗୋଟେ କଳା ଦାଗଟେ ଥିବ, ଏବଂ ସେଇଟାକୁ ଯଦି ଆପଣ କୌଣସି ଛୁରୀ ମାଧ୍ୟମରେ କାଟିକି ଦେଖିବେ ତା ଭିତରେ ପୋକ ଥିବ। ଆଜ୍ଞା ତ ଏଇଟା ହଉଛି ଫଳ ବିନ୍ଧା ପୋକ ଗୋଟେ ଯୋଉଟା ଲାଗିଯାଆନ୍ତି। ତାପରେ କଲରାରେ ଦେଖିବେ, କଲରା କଷି ହେଇଥିବ ହଳଦିଆ ପଡିକିରି ସେ କଷି ଝଡି ପଡୁଥିବ। ସେଇଥିରେ ଯଦି ଆମେ ସେଇ ଝଡିବା କଲରା ଗୁଡାକ ଯଦି ଆମେ ଟିକେ ଫଟେଇକି ଦେଖିବା ତା ଭିତରେ ପୋକ ଥିବାର ସମ୍ଭାବନା ଥାଏ। ତେଣୁ ଆମେ ପ୍ରଥମରୁ ଯଦି ଆମେ ପ୍ରତିକାର କରିବା, ତାହେଲେ ଆମେ ଏଇ ଯୋଉ ପୋକ ଯୋଉ ଲାଗୁଛି ଆମର କାକୁଡିରେ ହଉ କିମ୍ବା କଲରାରେ ହଉ, ଆମେ ତାକୁ ଫଳ ମାଛି ଯୋଉଟା ଲାଗୁଛି ତାକୁ ଆମେ ନିୟନ୍ତ୍ରଣ କରିପାରିବା। ସେଥିପାଇଁ ଆଜିକାଲି ଫଳ ମାଛି ଜନ୍ତା ଗୋଟେ ବିକ୍ରି ହଉଛି। ଆମେ ବିନା ବିଷରେ ସେଇ ପୋକକୁ ଦମନ କରିପାରିବା। ଯଦି ଫଳ ବିନ୍ଧା ପୋକ ଯୋଉ ଅଛି ଆମର ଫଳ ମାଛି ଯୋଉଟା କହୁଛନ୍ତି, ସେଇଟାକୁ ଗୋଟେ ଜନ୍ତା ବିକ୍ରି ହଉଛି। ସେ ଜନ୍ତାରେ ଅଲରେଡି ଗୋଟେ ଔଷଧ ଲାଗିକି ଅଛି। ଗୋଟେ କାଠର ଗୋଟେ ପ୍ଲାଇର ଗୋଟେ ଛୋଟିଆ ଚାରିକଣିଆ ଥିବ, ଗୋଟେ ପ୍ଲାଷ୍ଟିକ ବୋତଲ ଭିତରେ ଥିବ, ଏବଂ ସେଇ ବୋତଲ ଗୁଡାକ ଆମେ ପ୍ଲାଷ୍ଟିକ ବୋତଲ ଗୁଡାକ ଗୋଟେ ସୂତା ମାଧ୍ୟମରେ ଫିଲ୍ଡରେ ମଝିରେ ମଝିରେ ଯଦି ଲଗେଇଦବା, ଏବଂ ତାର ମଝିରେ ଗୋଟେ ଦେଖିବେ ଗୋଟେ ସେ ବୋତଲର ଗୋଟେ କଟା ଜାଗାଟେ ଥିବ, ସେଇ ବାଟେ ସେଇ ପୋକ କଣ ହୁଏ ନା ଆଟ୍ରାକ୍ସନ ହେଇକି ଆସିକି ସେଇ ବୋତଲ ଭିତରେ ପଡିଯାଆନ୍ତି, ଆଉ ଉଠିକି ଯାଇପାରନ୍ତିନି। ଆଉ ସେଇ ପ୍ଲାଇରେ ବାଜିଲା ମାନେ ସେଥିରେ ଗୋଟେ ବିଷ ଦିଆଯାଇଥାଏ, ସେଥିରେ ଯୋଉଟା କି ହ୍ୟୁମାନ୍ ବଡି ପାଇଁ ସେତେ ଘାତକ ନୁହେଁ, କିନ୍ତୁ ପୋକ ପାଇଁ ଘାତକ, ଏବଂ ସେ ପୋକ ମରିଯାଇଥାଏ। ତାଙ୍କ ବଂଶ ବୃଦ୍ଧି ହେଇପାରେନି, ଫଳ କଷି ଝଡି ଯାଉଛି, ହଳଦିଆ ହଳଦିଆ ହେଇକି ଝଡି ଯାଉଥିବ, ସେ ଯୋଉ ଫଳ ମାଛି ଦ୍ଵାରା ସେଟା ଆକ୍ରାନ୍ତ ହୁଏ। ତେଣୁ ସେଥିପାଇଁ ବିଷର ଥୋପ ଗୋଟେ ଗୋଟେ କରାଯାଏ। ସେଟା ବିଷର ଥୋପ କରିବାକୁ ହେଲେ ଆମକୁ ଯେମିତି ସରାରେ କିଛି ପାଣି ନବା, ସେଥିରେ ଗୁଡ, କଦଳୀ ଏବଂ ତା ସହିତ ମାଲାଥିଆନ ଗୋଟେ କୀଟନାଶକ ଔଷଧ ମାଲାଥିଆନ ବୋଲିକି ଅଛି, ତ ତାକୁ ସବୁ ମିଶେଇକିରି ସରାରେ ଗୋଟେ ଗୋଟେ ଜାଗାରେ ଯଦି ବିଭିନ୍ନ ଜାଗାରେ ଏମିତି ଗୋଟେ ଗୋଟେ ରଖିଦବା ସରାରେ, ତାହେଲେ କଣ ହବ ନା ସେ ପୋକ ସେ କଦଳୀ ଆଉ ଗୁଡର ଯୋଉ ବାସ୍ନା ଦିଆଯାଇଛି ସେଥିରେ ଆଟ୍ରାକ୍ସନ ହେଇକି ଆଗ ସେ ସରା ପାଖକୁ ଆସିବେ, ଏବଂ ସେଇ ସରା ସଂସ୍ପର୍ଶରେ ଆସିଲେ ସେମାନେ ସେଇଠି ମରିକି ପଡିବେ, ଆଉ ଗଛକୁ ଯାଇପାରିବେ ନାହିଁ। ସାର୍ ବହୁତ ବଢ଼ିଆ କଥା। ଏଇ ଉପାୟରେ ଯଦି ଆମର ଚାଷୀ ଭାଇମାନେ ଲଟା ଜାତୀୟ ଫସଲର ରୋଗ ସମସ୍ୟାକୁ ଦୂର କରିପାରିବେ, ତାହେଲେ ସେ ଭଲ ଫସଲ ଅମଳ କରିପାରିବେ। ଡକ୍ଟର ସୁନୀଲ ସାର୍, ଆପଣ ଆମ ସହିତ ଟେଲିଫୋନ ମାଧ୍ୟମରେ ଏତେ ସମୟ ଧରି ଉପସ୍ଥିତ ରହି ଖରାଦିନିଆ ଲଟା ଜାତୀୟ ଫସଲ ଯତ୍ନ ବିଷୟରେ ଏତେ ସୁନ୍ଦର ପରାମର୍ଶ ଦେଲେ, ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର। ନମସ୍କାର। ଇଏ ଭାଇ, ହଁ ମହାଶୟ ଯେମିତି ଯେମିତି କହିଦେଲେ ହଁ ମୁଁ ସେମିତି ସେମିତି କରିବି। ହଁ ମୁଁ ବି କରିବି ଅପା। ମୁଁ ତାହେଲେ ଉଠୁଛି, ମୁଁ ଆଉ କିଆ ବସିବି? ନା ଉଠିବ କଣ ବା? ଆ ତେମେ ତ ଗଲା ବକର 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 ହେଇ ଆଉ ଚାଲୁଛ। କିଛି କହୁନି, ବସୁଛି, ତମେ କୁହ। ମୁଁ କିଆ କହିବି? ମହାଶୟ କେଡେ ସୁନ୍ଦର ଭାବରେ ବୁଝେଇକି କହିଲେ। ତାଙ୍କୁ ଆମ ବୈଠକ ଘର ତରଫରୁ ଆଉ ଥରେ ଧନ୍ୟବାଦ। ଧନ୍ୟବାଦ। ହଁ। ହଁ, ଏ ମା ହଉ ବାପା। ଭାଇ, ହୁଁ। ସମୟ ହେଇଗଲାଣି, ହଁ। ଘରକୁ ଯିବି, ବହୁତ ପାଇଟି ଅଛି। ଆଉ ଯୋଉ ପାଣିପାଗ ଚାଲ ଆଗେ ପାଣିପାଗ କଥା ଶୁଣିଦବା। ହଉ ଶୁଣିବା, ହଉ, ଆଉ ଉଠିବାନି। ଉଠିକି ଯିବା ଆଉ। ହଉ।